ଜଗନ୍ନାଥ ମହାପ୍ରଭୁଙ୍କ ପରମ୍ପରାଗତ ଓ ପବିତ୍ର ତାଳ ବିଜେ ନୀତି ମଙ୍ଗଳବାର ଭକ୍ତିମୟ ପରିବେଶରେ ଶ୍ରୀମନ୍ଦିରରୁ ଆଲାମଚଣ୍ଡୀ ଦେବୀଙ୍କ ମନ୍ଦିର ପର୍ଯ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିରର ନିୟମ ଅନୁସାରେ ଦେବୀଙ୍କ ତାଳ ପାଇକା ଓ ସେବକମାନଙ୍କ ସହ ଆନୁଷ୍ଠାନିକ ଯାତ୍ରା ଆରମ୍ଭ ହୋଇଥିଲା। ଢୋଲ, ଘଣ୍ଟ, ହରିବୋଲ ଓ ଶଙ୍ଖଧ୍ୱନିର ଗୁଞ୍ଜନ ମଧ୍ୟରେ ସାରା ପଥ ଭକ୍ତିମୟ ହୋଇ ଉଠିଥିଲା। ଆଲାମଚଣ୍ଡୀ ମନ୍ଦିରରେ ଦେବୀଙ୍କୁ ପାରମ୍ପରିକ ଭାବେ ତାଳ ଅର୍ପଣ କରାଯାଇ ମଙ୍ଗଳ ଆଶୀର୍ବାଦ ଗ୍ରହଣ କରାଯାଇଥିଲା। ଏହି ନୀତି ଦ୍ୱାରା ଶ୍ରୀମନ୍ଦିର ରଥଯାତ୍ରା ଓ ଆଗାମୀ ଉତ୍ସବଗୁଡ଼ିକ ପାଇଁ ଶୁଭାରମ୍ଭ ଓ ମଙ୍ଗଳ କାମନା କରାଯାଏ। ଭକ୍ତମାନଙ୍କର ଭାରୀ ସମାଗମ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।